ଯେମିତି ଭୋଜିମାନଙ୍କରେ ମିଳିଥାଏ ନା ବିନା ପିଆଜ ରସୁଣରେ ଛୋଲେ ପନିର ବା କାବୁଲି ଚଣା ପନିର ତରକାରୀ, ତାଠୁ ବି ଆହୁରି ସ୍ୱାଦିଷ୍ଟ ଛୋଲେ ପନିର ଆଜି ଆମେ ଘରେ ତିଆରି କରିବା। ବିନା ପିଆଜ ରସୁଣ ଦିନମାନଙ୍କରେ ବା ଏମିତି କିଛି ସ୍ପେଶାଲ ବନେଇବାକୁ ଥିଲେ ଆପଣମାନେ ଏ ରେସିପିକୁ ଟ୍ରାଏ କରିବେ। ରୁଟି ପୁରୀ ପରଟା ନାନ୍ କୁଲଚା ସହିତ ହଉ ବା ଯେକୌଣସି ରାଇସ୍ ଆଇଟମ୍ ସହିତ ହଉ ମଜା ଆସିଯିବ। ଆଉ ଏତିକି ତ ଗ୍ୟାରେଣ୍ଟି ଦେଇକି କହିବି ଯେ ଏଇ ଛୋଲେ ପନିର ବନେଇକି ଘରେ ଖାଇଲା ପରେ ଆପଣଙ୍କୁ ପିଆଜ ରସୁଣରେ ତିଆରି ଛୋଲେ ପନିର ବି ଫିକା ଲାଗିବ। ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିବା। ନମସ୍କାର, ଲତା ଓଡ଼ିଆ କିଚେନରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। କାବୁଲି ଚଣା ପନିର ତରକାରୀ ବନେଇବା ପାଇଁ ଏଠି ମୁଁ 400 ଗ୍ରାମର କାବୁଲି ଚଣାକୁ 7ରୁ 8 ଘଣ୍ଟା ଆଗରୁ ବା ରାତି ସାରା ଭଲ ଭାବରେ ଭିଜେଇ ନେଇଥିଲି। ଏଇଠି କାବୁଲି ଚଣା ଭଲ ଭାବରେ ଭିଜି ଯାଇଛି। ଏବେ ଆମେ ଏକୁ କ'ଣ କରିବା ନା 2-3 ଥର ଧୋଇ ନେବା ଆଉ ଗୋଟେ ପ୍ରେସର କୁକର ନେବା, ସେଇଥିରେ ବତୁରା କାବୁଲି ଚଣାକୁ ଦେବା। ଏବେ ଆମେ ପାଣି ଦେବା। ପାଣି କେତେ ଦେବା? ପାଣି କାବୁଲି ଚଣା ଉପରକୁ 2 ଇଞ୍ଚ ରହିବ, ତ ସେଇଭଳି ଭାବରେ ପାଣି ଦେବେ। ଏବେ ଆମେ ଏଥିରେ ବାସ୍ନା ପାଇଁ ଗୋଟେ ବଡ଼ ଅଳେଇଚ ଆଉ ଖଣ୍ଡେ ଡାଲଚିନି ପକେଇବା, ଆଉ ଲୁଣ ପକେଇବା କେବଳ ଚଣା ସିଝା ପାଇଁ, ଆଉ ତା ସହିତ 1/4 ଟିସ୍ପୁନର ହଳଦୀ ଗୁଣ୍ଡ ପକେଇବା, ଆଉ ସବୁକୁ ଗୋଳେଇ ନେବା। ଆଉ ଆକୁ ଆମେ ସିଝେଇବା। ଲିଡ୍କୁ କଭର କରିକି ମିଡ଼ିୟମ୍ ଫ୍ଲେମ୍ରେ 5ରୁ 6ଟି ହୁଇସିଲ୍ ଲଗାଇବା, ଯେମିତିକି ଚଣା ଆମର ସିଝିଯିବ ଭଲ ଭାବରେ, କିନ୍ତୁ ଗୋଟି ଗୋଟି ହେଇକି ରହିବ, ଧ୍ୟାନ ରଖିବେ। ତ ଏଇଭଳି 5-6ଟା ହୁଇସିଲ୍ ଆସିଗଲା ପରେ ପୁରା କୁକରକୁ ଥଣ୍ଡା କରିନେଇଥିଲି। ତାପରେ ଏଠି ମୁଁ ଲିଡ୍ କାଢ଼ି ନେଇଛି। ସେଥିରେ ପକାଇଥିବା ଡାଲଚିନି ଆଉ ଅଳେଇଚକୁ ବାହାର କରିନେବା। ତାର ବାସ୍ନା ଏଥିରେ ଆସିଯାଇଛି। ଆଉ ଚଣା ଦେଖନ୍ତୁ କେତେ ସୁନ୍ଦର ଭାବରେ ସିଝିଛି। ଏଇଭଳି ଚଣାକୁ ସିଝେଇବେ, ତାହେଲେ ଆପଣଙ୍କର ଛୋଲେ ପନିର ତରକାରୀ ବହୁତ ବଢ଼ିଆ ତିଆରି ହେବ। ଆକୁ ସାଇଡ଼ରେ ରଖିବା। ଏଠି ଦେଖନ୍ତୁ 400 ଗ୍ରାମର କାବୁଲି ଚଣା ପାଇଁ ଏଠି ମୁଁ ନେଇଛି 500 ଗ୍ରାମର ପନିର। ଆପଣମାନେ ନିଜ ହିସାବରେ ପନିର କମ୍ ଅଧିକା କରିବେ, ମାନେ ଚଣାକୁ ଦେଖିକି ପନିରକୁ ନେବେ। ଆଉ ଏଇଠି ମୁଁ ପନିରକୁ ପ୍ରଥମେ ସ୍ଲାଇସ୍ରେ କାଟି ଦେଉଛି, ଆଉ ତାପରେ ଆକୁ ବଡ଼ ବଡ଼ ଖଣ୍ଡ କରିକି କାଟି ନେବା। ଅତି ବି ବଡ଼ ବଡ଼ ଖଣ୍ଡ କରିବେନି, ହାଲକା ଟିକେ ବଡ଼ ଖଣ୍ଡ ରହିଲେ କ'ଣ ହେବ ନା ଛୋଲେରେ ପନିରଟା ଜଣା ପଡ଼ିବ, ଖାଇବାକୁ ବି ଭଲ ଲାଗିବ। ତ ପନିର କଟା ହେଇଗଲା। ଏଇଥିରେ ଆମେ 2-3 ପିସ୍ ପକେଇବା ହଳଦୀ ଗୁଣ୍ଡ, ଆଉ ଅଳ୍ପ ଟିକେ ଲୁଣ ଦେବା। କାଶ୍ମୀର ରେଡ୍ ଚିଲି 1/4 ଟିସ୍ପୁନ୍ ଦେବା, ଆଉ ସବୁକୁ ଭଲ ଭାବରେ ଗୋଳେଇ ନେବା। ଲୁଣ ଟିକେ ଦେଇଦେଲେ କ'ଣ ହେବ ନା ପନିର ଫିକା ଲାଗିବନି, ଆଉ କାଶ୍ମୀର ଚିଲି ହଳଦୀ ଟିକେ ଦେଇଦେଲେ ପନିରରେ ବଢ଼ିଆ କଲର୍ ଆସିଯିବ। ଏପଟେ କଡ଼େଇ ଗରମ କରିକି ସେଥିରେ ଗୋଟେ ବଡ଼ ଚାମଚ ଦେବା ତେଲ। ଆପଣମାନେ ଯେକୌଣସି ତେଲ ଏଠି ନେଇପାରିବେ ନିଜ ହିସାବରେ। ତେଲ ଗରମ ହେଇଗଲା ପରେ ପନିରକୁ ପକେଇବା, ଆଉ ମିଡ଼ିୟମ୍ ଫ୍ଲେମ୍ରେ ପନିରକୁ ଚାରିପଟରୁ ଟିକେ କଲର୍ ହେଲା ପର୍ଯ୍ୟନ୍ତ ଭାଜି ନେବା। ପନିରକୁ ଅଳ୍ପ ଟିକେ ତେଲ ଦେଇକି ଭାଜିବା ଦ୍ୱାରା କ'ଣ ହେବ ନା ପନିରଟା ଖାଇବାକୁ ନରମ ଲାଗିଥାଏ। ଆପଣ ଚାହିଁଲେ ଡିପ୍ ଫ୍ରାଏ କରିକି ମଧ୍ୟ ଏଠି ପନିରକୁ ନେଇପାରିବେ। ଯଦି ଆପଣମାନେ ପନିରକୁ ଅଧିକା ତେଲ ଦେଇକି ଛାଣିକି ନେଉଥିବେ ନା, ତାହେଲେ ପନିରକୁ ଗରମ ପାଣିରେ ଟିକେ ସମୟ ପକାଇ ନେବେ, ଯେଉଁଥିପାଇଁ କି ପନିରଟା ନରମ ହେବ। ଏଠି ପନିରରେ ହାଲକା ହାଲକା କଲର୍ ଆସିଗଲା ଚାରି ସାଇଡ଼୍ରୁ। ଏବେ ଆମେ ପନିରକୁ ଗୋଟେ ପ୍ଲେଟ୍କୁ ବାହାର କରିକି ସାଇଡ଼ରେ ରଖିବା। ଧ୍ୟାନ ରଖିବେ ପନିରକୁ ଅତି ହାର୍ଡ଼ କରିକି ଭାଜିବେନି। ତ ଏବେ ଆମେ ଗୋଟେ ମସଲା ବନେଇବା। ତ 400 ଗ୍ରାମ ଚଣା ଆଉ 500 ଗ୍ରାମର ପନିର ପାଇଁ ଏଇଠି ମୁଁ 2 ଇଞ୍ଚର କଟା ଅଦା, 4ଟି ଛୋଟ ସାଇଜ୍ର ଟମାଟୋ ନେଇଛି, ଆଉ ରାଗ ପାଇଁ ଅଧା ଚାମଚ ଗୋଲମରିଚ, 3ଟି ଶୁଖିଲା ଲଙ୍କା ନେଇଛି। ଏସବୁକୁ ଚିକ୍କଣ କରିକି ଆମେ ବାଟି ନେବା। ମସଲା ରେଡ଼ି ହେଇଗଲା। ଏପଟେ ସେଇ ସମାନ କଡ଼େଇରେ ଆମେ 2 ଚାମଚ ଦେବା ତେଲ। ତେଲ ଗରମ ହେଇଗଲା ପରେ ଗୋଟେ ଛୋଟ ଚାମଚ ଜିରା ପକାଇବା, 2ଟି ତେଜପତ୍ର ଦେବା, ଆଉ ଜିରା ଟିକେ ଫୁଟିଗଲା ପରେ ଫ୍ଲେମ୍କୁ ଲୋ କରିକି ସେଥିରେ ଗୋଟେ ଚାମଚ କସୁରୀ ମେଥି ପକାଇବା, ଆଉ କିଛି ସେକେଣ୍ଡ ପାଇଁ ଭାଜିବା। ଦେଖିବେ କସୁରୀ ମେଥିଟା ତେଲରେ ଟିକେ ଭାଜି ହେଇଗଲେ ନା ବହୁତ ବଢ଼ିଆ ଫ୍ଲେଭର ଆସିବ। ଆଉ ତାପରେ ବାଟି ରଖିଥିବା ମସଲାକୁ ଏଠି ପକାଇବା, ଆଉ ଧିମା ଆଞ୍ଚରେ ଆମେ ଗୋଟେ ଛୋଟ ଚାମଚ କାଶ୍ମୀର ରେଡ୍ ଚିଲି ଦେବା, ଗୋଟେ ବଡ଼ ଚାମଚ ଧନିଆ ଗୁଣ୍ଡ, ଗୋଟେ ଛୋଟ ଚାମଚ ଦେବା ଜିରା ଗୁଣ୍ଡ, ଆଉ ଏହା ସହିତ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, ଆଉ ସ୍ୱାଦ ଅନୁଯାୟୀ ଦେଇଦେବା ଲୁଣ। ଆଗରୁ ମଧ୍ୟ ଆମେ ଲୁଣ ହଳଦୀର ବ୍ୟବହାର କରିଛେ, ଦେଖିକି ପକାଇବେ। ମସଲାକୁ ଭଲ ଭାବରେ ଗୋଳେଇକି ଲୋ ଫ୍ଲେମ୍ରେ 6ରୁ 7 ମିନିଟ୍ ପାଇଁ ମସଲାକୁ କଷିବା। ଏଇ ମସଲା କଷେଇଲା ଭିତରେ ଆଉ ଗୋଟେ ମସଲା ରେଡ଼ି କରିବା। ସେଥିପାଇଁ ଏଠି ମୁଁ 2 ବଡ଼ ଚାମଚ ନେଇଛି ପୋସ୍ତ, ଆଉ 10-15ଟା ନେଇଛି ଗୋଟା କାଜୁ। ଏସବୁକୁ ଆମେ ଗ୍ରାଇଣ୍ଡର ଜାର୍ରେ ଦେବା, ଆଉ ଶୁଖିଲା ପ୍ରଥମେ ଆମେ ଗ୍ରାଇଣ୍ଡ କରିନେବା, ଯେଉଁଥିପାଇଁ କି ପୋସ୍ତ ଆମର ଭଲ ଭାବରେ ବାଟି ହେଇପାରିବ। ତ ଶୁଖିଲା ଗ୍ରାଇଣ୍ଡ କରିକି ନେଇ ଆସିଲା ପରେ ଏଥିରେ ଅଳ୍ପ ଟିକେ ପାଣି ଦେଇକି ଏକଦମ ଚିକ୍କଣ କରିକି ଆମେ ମସଲାକୁ ବାଟି ନେବା। ମୁଁ ଏଠି ଯେତିକି ଚଣା ଆଉ ପନିର ନେଇଛି ତା ହିସାବରେ ମସଲା ନେଉଛି। ଆପଣମାନେ କେତେ ଚଣା ପନିର ନେଇଥିବେ ସେଇ ହିସାବରେ ମସଲାର ବ୍ୟବହାର କରିବେ। ଏପଟେ ଦେଖନ୍ତୁ ମସଲାରୁ ତେଲ ଛାଡ଼ି ଆସିଲାଣି, କଲର୍ ବଢ଼ିଆ ଆସିଯାଇଛି ମସଲାରେ। ତାପରେ ମସଲାଟି କଷି ହେଇଗଲାଣି। ଏଇ ଷ୍ଟେଜ୍ରେ ଆମର କାଜୁ ଆଉ ପୋସ୍ତ ବଟାକୁ ପକାଇବା। ଭଲ ଭାବରେ ଗୋଳେଇକି ଲୋ ମିଡ଼ିୟମ୍ ଫ୍ଲେମ୍ରେ ଆମେ ଘୋଡ଼େଇ ଘୋଡ଼େଇ
मसला को आउ 6-7 मिनिट पई कसिबा। जेहेतु मसला रे आमे काजू आ पोस्त बटा देइचे सेते मसला बहुत जल्दी तळु लागि जाय थाए। तो मझिरे मझिरे कवर काढी के टिके टिके गोळेई नउथिबे। 6-7 मिनिट मसला को कसला परे देखि परथिबे तेल मसला रे पूरा अलगा हेई गलानी। जानिबे जे मसलाटा बहुत भल भाବରେ कषି ହେଇଗଲା। एई समय रे आमे सिझेई रखिथिबा चणा को एथिरे पकेइबा। तो जो सिझा पानी टिके टिके रहि जाइछ ना ताकू देबेनी, केवल चणा को आपण माने पानी रु छाणी के आनी कि मसला रे पकेइबे। चणार जो सिझा पानीटा अछि ताकू फोपाड़ीबेनी, ताकू आमे पछरे व्यवहार करिबा। तो एबे आमे चणा को मसला सहित आउ 2-3 मिनिट पई लो फ्लेम रे कषि नबा। तो टिके चणा कषि गला परे आमे एमिति गोटे चामच नबा आउ अल्प किछि चणा को एमिति भाबरे आमे मैश करि नबा बा चकडी नबा, जोथि पई कि ग्रेवीटा हमर बहलिया हबो, छोले खाइबा को भल लागिबो। बेले बेले आपण माने देखिथिबे ग्रेवीटा पूरा पानी हे जाइथिबो, चणा पूरा अलगा थिबो, सेमिति जम्मा भी चणा पनीर तरकारी भल लागि न थाए। तो एई भली जति आपण माने किछि चणा को एठी चकडी नउछंती ताहाले बहुत बढ़िया आपणकर चणा पनीर तयारी हबो। तो एबे आमी भाजी रखिथिबा पनीर को भी पकेइ दबा आउ किछि समय लो फ्लेम रे आमे कसिबा। ओ तापरे एठी आमे दबा गरम पानी। चणा सिझा पानी थिला सेथिरे आउ अल्प टिके पानी देकी मु गरम कर नेछि और सेई पानी को एठी मु दउची। पाखा पाखी 2.5 रु 3 ग्लास एठी मु पानी देइची। पानी प्रथम रु टिके अधिक करके देबे काहेकि ना एमिति रे चणा तरकारी ता सहित काजू पोस्तर बटा दिया हेची, जोथि पई कि हमर चणा पनीर तरकारीटा बहुत जल्दी बहलिया हे जाय थाए। तो गरम पानी को देकी भल भाबरे गोळेई नबा आउ हाई फ्लेम रे गोटे फुटा आसला पर्यंत फुटेइबा। जेतेबेले एई भली फुटी जिवो ना आमे कवर कर नबा, फ्लेम को लो मीडियम को नै आसीबा आउ 7-8 मिनिट पई आमे आकु रांधिबा। 7-8 मिनिट परे एठी मो कवर काढी नेछि। एबे आमे इथरे किछि कटा हेतिबा धनिया पत्र पकेइबा आउ ता सहित गोटे छोटो चामच पकेइबा गरम मसला। या सहित आमे गोटे छोटो चामच दबा एठी गुआ घियो टिके निश्चय पकेइबे जति खाउथिबे देखिबे बहुत बढ़िया फ्लेवर आसीबो और टेस्ट मध्ये बढ़ी जिवो। तो एतिक जिंस देकी गोळेई नबा और गोटे मिनिट पई तरकारी को फुटेई नबा, गैस रो फ्लेम को ऑफ कर नबा। एठी हमर तयारी हे गला बिना प्याज रसुण रे ढाबा रेस्टोरेंट थारो भी टेस्टी छोले पनीर बा काबुली चना पनीर तरकारी। ग्रेवी देखंतु केते बहळिया बहळिया एकदम क्रीमी हेची आउ आर टेक्सचर ना एमिति रखिबे। आठो मेंचा मेंचा करिबिनी स्टार्टिंग रु, ये ऑटोमेटिक टिके बहळिया हे जाय थाए ठंडा होला परे। आपण माने ए उपाय रे बनांतु, केमिति लागिला आपणक अनुभूति मो सहित निश्चय शेयर करंतु। तले आजि पई रहूची, पुणी आसीबी आ गोटे नुवा रेसिपी नेकी, से पर्यंत रहिली। नमस्कार, बाय, जय जगन्नाथ।